ଦେଖନ୍ତୁ ବିଜୁ ଜନତା ଦଳ ସହିତ 2006-07 ମସିହାରୁ ଆମେ ଜଡ଼ିତ। ଆଜି ପର୍ଯ୍ୟନ୍ତ ମଧ୍ୟ ବିଜୁ ଜନତା ଦଳ ସହିତ ଆମର ସମ୍ପର୍କ ଥିଲା, କିନ୍ତୁ ଦଳ ପାଇଁ ବହୁତ ଆମେ ଧନ ଜୀବନ ଯୌବନ ମଧ୍ୟ ଦେଇଛୁ, କିନ୍ତୁ ଦଳ ତା ପ୍ରତିଫଳନରେ ଆମକୁ କିଛି ଦେଇନି। ଗୋଟିଏ ଜିନିଷ କହିବା, ବର୍ତ୍ତମାନ ହେଉଛି ଗଣତନ୍ତ୍ରଙ୍କର ଶାସନ। ଜନସାଧାରଣ ଯାହାକୁ ନିର୍ବାଚିତ କରିବେ, ରାଜତନ୍ତ୍ର ବର୍ତ୍ତମାନ ଚାଲି ନାହିଁ। କିନ୍ତୁ ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ଯିଏ ପୂର୍ବତନ ବିଧାୟକ ଥିଲେ ଏବଂ ତାଙ୍କର ପୁତ୍ର ରାଜତନ୍ତ୍ର ହିସାବରେ ଦଳକୁ ଚଲାଇବା ପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ଆଜିକା ଦିନରେ ରାଜତନ୍ତ୍ରକୁ ଲୋକମାନେ ଆଉ ପସନ୍ଦ କରୁନାହାନ୍ତି। ଗୋଟିଏ କଥା ରହିବା ନାହିଁ, ତାଙ୍କର ପୁତ୍ର ଗତ 26 ତାରିଖ ଦିନ ଗୋଟିଏ ରାଜ ପରିବାରର ଉପାଖ୍ୟାନ ଦେଇ ଅଭିଭାଷଣ ଦେଇଥିଲେ। ମୁଁ ଗୋଟିଏ କଥା କହି ରଖି, ବିଜେଡି ବିଜୁ ଜନତା ଦଳ ବର୍ତ୍ତମାନ ଗୋଟେ ବ୍ୟୁରୋକ୍ରାଟ ଇଏରେ ଚାଲିଥିଲା ଆଗରୁ। ଆପଣ ବର୍ତ୍ତମାନ ବି ଜାଣିଥିବେ ଯିଏକି ପାଣ୍ଡିଆନ ଫ୍ୟାକ୍ଟର ବର୍ତ୍ତମାନ ଅଲ ଓଡ଼ିଶାରେ ଚାଲିଛି। ଅନୁଗୁଳରେ ନିର୍ବାଚନ ମଣ୍ଡଳୀ ଆପଣ ଦେଖିବେ, ଆଉ ରାଜଡ଼ା ନୀତି ଅନୁଗୁଳରେ ନାହିଁ। ରାଜା ତାଙ୍କ ପୁଅ ହେବେ, ରାଜକୁମାର ହେବେ, ସେ ଜିନିଷ ଆଉ ଅନୁଗୁଳରେ ହିଁ ନାହିଁ। ବିଗତ ନିର୍ବାଚନରେ ଆପଣଙ୍କୁ ଅନୁଗୁଳ ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣ ଦେଖେଇଦେଲେ। ଗୋଟିଏ ଜିନିଷ କହିବା ପାଇଁ ଚାହେଁ, ଯିଏ ଦଳ ପାଇଁ ଧନ ଜୀବନ ଯୌବନ ଦେଇ ଲଢ଼ିବ, ତା ପାଇଁ ଦଳରେ କୌଣସି ରିୱାର୍ଡ ନାହିଁ। ଆମେ ବିଗତ ଦିନରେ ଆପଣମାନେ ଜାଣିଥିବେ, ଜନସାଧାରଣ ବି ଜାଣିଥିବେ, ମୋ ବ୍ୟକ୍ତିଗତ କଥା କହୁଛି, ନୂଆପଡ଼ା ଇଲେକ୍ସନ ହଉ, ଉପନିର୍ବାଚନ, ନୂଆପଡ଼ାର ଉପନିର୍ବାଚନ କଥା ଆପଣ କହିବାକୁ ଗଲେ, ମୋର ଗୋଟିଏ 10 ମାସର ଛୁଆକୁ ଛାଡ଼ିକିରି ମୁଁ ନୂଆପଡ଼ା ନିର୍ବାଚନରେ ଯାଇଥିଲି ବିଜୁ ଜନତା ଦଳ ପାଇଁ। କିନ୍ତୁ ଆଜି ଯେଉଁମାନେ ଚାଟୁକାରିତା କରିବେ, ପରିବାରବାଦକୁ ସପକ୍ଷ କରିବେ, ପରିବାରବାଦର ସପକ୍ଷରେ ଯିବେ, ଯେଉଁମାନେ ହାଁଜି କରିବେ, କାଉକୁ ଯଦି ଆପଣ ଧଳା କହିବେ ସେମାନେ ଧଳା କହିବେ, ସେଇଥିରେ ଗଲେ ଆପଣ ଦଳରେ ପଦ ପାଇବେ, ପଦବୀ ପାଇବେ, କିନ୍ତୁ ଯିଏ ସତକୁ ସାମ୍ନା କରିବ ତାର ଦଳରେ ସ୍ଥାନ ନାହିଁ। ଆଜିକା ଦିନରେ ଗୋଟିଏ କଥା କହି ରଖିବାକୁ ଚାହେଁ, ମୁଁ ମୋ ବ୍ୟକ୍ତିଗତ କଥା କହିବାକୁ ଚାହେଁ, ଦଳ ପାଇଁ ଧନ ଜୀବନ ଯୌବନ ଯୋଉ ଜିନିଷଟା ମଣିଷର ତିନିଟା ଜିନିଷ, ମୂଲ୍ୟବାନ ଜିନିଷ, ତିନୋଟି ଯାକ ଜିନିଷ ମୁଁ ଦଳ ପାଇଁ ଉତ୍ସର୍ଗୀକୃତ କରିସାରିଛି। ମୁଁ ମୋ ପଞ୍ଚାୟତବାସୀ ମତେ ସମର୍ଥିତ କଲେ, ପଞ୍ଚାୟତବାସୀ ଭଲ ପାଇବା ଦେଲେ, ଆଶୀର୍ବାଦ ଦେଲେ, ତାଫଳରେ ମୁଁ ସମିତି ସଭ୍ୟ ହେଲି। କିନ୍ତୁ ଦଳରୁ ମୋର ବ୍ୟକ୍ତିଗତ ସ୍ୱାର୍ଥ କିଛି ମୁଁ ହାସଲ କରିନାହିଁ, କି ମୁଁ କେବେ ଚାହିଁବି ନାହିଁ ବିଜୁ ଜନତା ଦଳ ମତେ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ଦଉ ଅର୍ଥ ଆକାରରେ। କିନ୍ତୁ ଆଜି ଦଳ କିଛି ଚାଟୁକାରିତା ପରିବାରବାଦ ଯୋଗୁଁ ଦଳ ସେଥିରେ ସୀମିତ ରହିଯାଇଛି। ପରିବାରବାଦ କଥା କହିବାକୁ ଗଲେ ମୁଁ ଗୋଟିଏ କଥା କହୁଛି ଆପଣଙ୍କୁ, ଆପଣ ଜାଣିଥିବେ ଗୋଟିଏ ପରିବାରରୁ 3 ପିଢ଼ି ସର୍ବନାଶ, 3 ପିଢ଼ିରେ ଯୋଉଟା ହୁଏ ସର୍ବନାଶ ହୁଏ। କିନ୍ତୁ ପରିବାରବାଦ ରାଜନୀତିକୁ ଆମେ ବୁଝିପାରିଲୁ ନାହିଁ। ଯେହେତୁ ବିଜୁ ଜନତା ଦଳ ଗୋଟେ ଶୃଙ୍ଖଳିତ ଦଳ ଥିଲା, ନବୀନ ପଟ୍ଟନାୟକକୁ ଆମେ ଆସ୍ଥା ଭାଜନ କରୁଥିଲୁ, କିନ୍ତୁ ଦଳ ଏମିତି ସ୍ଥିତିକି ପଳେଇ ଆସିଲା ଯେ ଯୋଉଟା କି ଦଳ ପରିବାରବାଦରେ ବିଶ୍ୱାସ କଲା। ବର୍ତ୍ତମାନ ଆପଣ ଦେଖିଥିବେ ଯୋଉ ଯୁବ ତାଲିକା ହଉ, ଦଳୀୟ କର୍ମକର୍ତ୍ତାଙ୍କ ତାଲିକା ହଉ, ଜିଲ୍ଲା କର୍ମକର୍ତ୍ତାଙ୍କ ତାଲିକା ହଉ, ଯୋଉ ଘୋଷଣା କରିଛନ୍ତି, କେବଳ ପରିବାରବାଦକୁ ପ୍ରୋତ୍ସାହନ ଦିଆଯାଇଛି। ତେଣୁ ସେଇଗୁଡାକୁ ଆମେ ନାପସନ୍ଦ କରୁଛୁ। ମୁଁ ନୁହେଁ, କେବଳ ମୁଁ ଆଜି ଆପଣଙ୍କ ସାମ୍ନାରେ କହୁଛି, କେବଳ ମୁଁ ନୁହେଁ, ପ୍ରତ୍ୟେକ ପଞ୍ଚାୟତରେ ଆପଣ ବି ଦେଖିପାରିବେ, ପ୍ରତ୍ୟେକ ପଞ୍ଚାୟତରେ ଏଇଗୁଡିକ ଜିନିଷ ଗୁଞ୍ଜରଣ ହେଇ ଉଠୁଛି। ପ୍ରତ୍ୟେକ ଜାଗାରେ ଆପଣ ଚା ଖଟି ହୁଅନ୍ତୁ, କୌଣସି ଜାଗାରେ ଯାଆନ୍ତୁ, ଦେଖିବେ ଆପଣ ଯେ ଏଇ ଜାଗାରେ ପରିବାର ପ୍ରତି ଯୋଉ ଅବଦାନ ରହିଛି, ଅନୁଗୁଳ ବିଧାୟକଙ୍କର ଯୋଉ ରହିଛି ଅବଦାନ ରହିଛି, ସେଗୁଡା ଏପର୍ଯ୍ୟନ୍ତ ବି ପରିଲକ୍ଷିତ ହଉଛି। ତେଣୁ ଦଳକୁ ଆଉ ଆମେ ଯୋଉ ଆସ୍ଥା ବିଭାଜନ କରିକି ରଖିଥିଲୁ, ସେ ଜିନିଷ ଆଉ ଦଳରେ ହିଁ ନାହିଁ। ମନ୍ତ୍ରୀ ଥିଲେ, ସୈନ୍ୟ ଥିଲେ, ସେ ବିଷୟରେ ତାଙ୍କୁ ଅବଗତ ଅଛି କି? ତାଙ୍କ ସୈନ୍ୟମାନେ
ଭୋକ ଉପାସରେ ରାଜ୍ୟକୁ ଜଗୁଥିଲେ କି ତାଙ୍କ ବିଷୟରେ ଅଭିଜ୍ଞତା ଅଛି କି ତାଙ୍କ ବାଧ୍ୟତା ମୂଳକରେ ତାଙ୍କ ସୈନ୍ୟମାନେ ରାଜ ପରିବାରରେ ଦାସୀ ହବା ପାଇଁ ଚାହୁଁଥିଲେ କି ସେ ବିଷୟରେ ସବୁ ଅବଗତ ଅଛି କି? ମୁଁ ଗୋଟିଏ କଥା କହି ରଖିବାକୁ ଚାହେଁ, ବର୍ତ୍ତମାନ ହଉଛି ଲୋକମାନଙ୍କର ଜନମତ। ଯଦି ଜଣେ ଚାହିଁବ ଯେ ରାଜ ପରିବାର ହିସାବରେ ଦଳକୁ ଚଲେଇବା ପାଇଁ, ସେଇ ଜିନିଷ ଆଉ ଚାଲିବ ନାହିଁ। ମୋ ବ୍ୟକ୍ତିଗତ କଥା କହିବାକୁ ଚାହେଁ, ମୁଁ ଗୋଟିଏ ମଧ୍ୟବିତ୍ତ ପରିବାରରୁ ଆସିଛି। ମଧ୍ୟବିତ୍ତ ପରିବାରରୁ ଆସି ସଂଘର୍ଷ କରି ଖଲାରି ପଞ୍ଚାୟତର ଲୋକମାନଙ୍କର ଆଶୀର୍ବାଦରେ ମୁଁ ସମିତି ସଭ୍ୟ ହେଇଛି। ବିନା ଲୋକମାନଙ୍କର ଆଶୀର୍ବାଦ ନଥିଲେ କୌଣସି କାର୍ଯ୍ୟ ହେଇପାରିବ ନାହିଁ। କିନ୍ତୁ ସେ ଲୋକମାନଙ୍କୁ ଚିହ୍ନି ପାରି ଚାଟୁକାରିତା, ଯୋଉମାନେ ତାଙ୍କ କଥାରେ ହଁ ମାରିବେ, ସେମାନଙ୍କୁ ଧରି ଗୋଟିଏ ଛୋଟିଆ ଉଦାହରଣ ଦେବି ଆପଣଙ୍କୁ। ପରିବାର ବାଦରେ ମୁଁ ଗୋଟେ ଫେସବୁକରେ ଆପଣଙ୍କୁ ପୋଷ୍ଟ କରିଥିଲି, ଆପଣ ଦେଖିବେ ମୋ ଫେସବୁକ ଆଇଡି ଯାଇକିରି ଦେଖିବେ। ପରିବାର ବାଦରେ ଆରମ୍ଭ, ପରିବାର ବାଦରେ ଶେଷ। ତାର ଅର୍ଥ ହଉଛି କଣ ପାଇଁ ମୁଁ କହୁଛି ଆପଣଙ୍କୁ। ଦେଖନ୍ତୁ, ପରିବାର ବାଦରେ ଅଦ୍ୱୈତ ପ୍ରସାଦ ସିଂ ଦେବଙ୍କଠୁ ଆରମ୍ଭ ହେଇଥିଲା। ସଂଯୁକ୍ତା ସିଂ ଶ୍ରୀମତୀ ସଂଯୁକ୍ତା ସିଂର ଶେଷ ହୋଇଥିଲା। ବର୍ତ୍ତମାନ ଆଉ ଗୋଟେ ଦେଖିବେ, ଗୋଟିଏ ମୁଁ ନାଁ ନେବା ପାଇଁ ଚାହୁଁନି, ଗୋଟିଏ ପରିବାରରେ ଜିଲ୍ଲାର ସାଧାରଣ ସମ୍ପାଦକ ଜଣକୁ କରାଇଲେ, ଆଉ ଜଣକୁ ବରିଷ୍ଠ ଉପସଭାପତି ଯୁବ ଜନତା ଦଳର କରାଇଲେ। ଗୋଟିଏ ପରିବାରରୁ ସମସ୍ତେ ରାଜନୀତି କରିବେ ବୋଲି ମାନେ ଅଛି? ଯୋଉମାନେ ତମ ପାଇଁ ଲହୁ ଦେଇଛନ୍ତି, ସମୟ ଦେଇଛନ୍ତି, ସେମାନଙ୍କ ପାଇଁ କିଛି ଆପଣଙ୍କର କର୍ତ୍ତବ୍ୟ ନାହିଁ?